ମୋହନା ଅଞ୍ଚଳର ସୁଭଦ୍ରା ଯୋଜନାର ଲୋକାର୍ପଣ ଓ ଆବାସ ଯୋଜନା କାର୍ଯ୍ୟାଦେଶ ବଣ୍ଟନ ବିଜେଡି ବ୍ଲକ ଅଧ୍ୟକ୍ଷ ଯୋଗ ଦେଲେ। ଗଜପତି ଜିଲ୍ଲା ମୋହନା ବ୍ଲକ ହାଇସ୍କୁଲ ଖେଳ ପଡ଼ିଆଠାରେ ଅନୁଷ୍ଠିତ ହୋଇଥିଲା ସୁଭଦ୍ରା ଯୋଜନାର ଲୋକାର୍ପଣ ଓ ଆବାସ ଯୋଜନା କାର୍ଯ୍ୟାଦେଶ ବଣ୍ଟନ କାର୍ଯ୍ୟକ୍ରମ। ଏଥିରେ ବିଜେଡି ବ୍ଲକ ଅଧ୍ୟକ୍ଷ ଯୋଗ ଦେଲେଣି। ଭାରତର ପ୍ରଧାନମନ୍ତ୍ରୀ ମାନ୍ୟବର ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସି ରାଜ୍ୟ ସରକାର ଘୋଷଣା କରିଥିବା ସୁଭଦ୍ରା ଯୋଜନାକୁ ଆନୁଷ୍ଠାନିକ ଭାବେ ଲୋକାର୍ପଣ କରିଛନ୍ତି। ଏ ଲୋକାର୍ପଣ ଉତ୍ସବକୁ ଉପଭୋଗ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ସ୍ଥାନୀୟ ଖେଳ ପଡ଼ିଆଠାରେ ବିରାଟ ଟେଲିଭିଜନ ଲଗାଇ ସ୍ଥାନୀୟ ଅଞ୍ଚଳର ମହିଳାମାନେ ଦେଖିବା ନିମନ୍ତେ ବ୍ଲକ ତରଫରୁ ବ୍ୟବସ୍ଥା କରାଯାଇଥିଲା। ଏ ଲୋକାର୍ପଣ ଉତ୍ସବରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଜୀବ ଦାସ ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ଥିଲେ। ଏହାସହ ଅନ୍ୟତମ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷା ବାଲ୍ମିନା ଅଧିକାରୀ, ତହସିଲଦାର ସତ୍ୟବାନ ନାୟକ, ସିଡିପିଓ ସବିତା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଯୋଜନା ସମ୍ପର୍କରେ ଉପସ୍ଥିତ ମହିଳାମାନଙ୍କୁ ସମ୍ପୂର୍ଣ୍ଣ ଭାବେ ବୁଝାଇଥିଲେ। ରାଜ୍ୟ ସରକାର ଏହି ଯୋଜନା ମାଧ୍ୟମରେ 21 ବର୍ଷରୁ 60 ବର୍ଷ ମଧ୍ୟରେ ରାଜ୍ୟର 1 କୋଟି ମହିଳାଙ୍କୁ ଆର୍ଥିକ କ୍ଷେତ୍ରରେ ସ୍ୱାବଲମ୍ବୀ କରିବା ନିମନ୍ତେ ଏହି ଯୋଜନା ପ୍ରଚଳନ କରିଥିବା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଜୀବ ଦାସ ପ୍ରକାଶ କରିଥିଲେ। ଆଜି ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 74 ବର୍ଷ ଜନ୍ମଦିନ ଅବସରରେ ଏହି ଯୋଜନା ରାଜ୍ୟରେ ଆରମ୍ଭ ହୋଇ ଆଗାମୀ 5 ବର୍ଷ ମଧ୍ୟରେ ବର୍ଷକୁ 2 କିସ୍ତି କରି ମହିଳାମାନଙ୍କୁ 50,000 ପ୍ରଦାନ କରିବ ବୋଲି ଘୋଷଣା କରିଛନ୍ତି। ମୋହନା ଅଞ୍ଚଳରେ ବାସ କରୁଥିବା ପ୍ରାୟ 10,000ରୁ ଉର୍ଦ୍ଧ୍ୱ ମହିଳା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୋହନା ବ୍ଲକର ସମସ୍ତ ଅଧିକାରୀ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମଟି ଉଚ୍ଚକୋଟୀର ହୋଇଥିବା ସାଧାରଣରେ ଆଲୋଚନା ହେଉଛି। ଗଜପତି ଜିଲ୍ଲାରୁ ମନୋଜ କୁମାର ପାଣିଙ୍କ ରିପୋର୍ଟ, ଓଡ଼ିଶା ଡିଜିଟାଲ। ମୁଁ ପୁଷ୍ପାଞ୍ଜଳି ରଥ ଅଡବା ଗ୍ରାମରୁ ଆସିଛି। ଆଜି ତ ଆମେ ବହୁତ ଖୁସି ଅଛୁ। ମୁଁ ଜଣେ ନାହିଁ, ଆଜି ଆମର ଓଡ଼ିଶାରେ ସାରା ମହିଳା ଖୁସି ଅଛନ୍ତି। କାରଣ ଆମର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମକୁ କହିଥିଲେ 50,000 5 ବର୍ଷରେ ଦେବାକୁ, ବର୍ଷକୁ 10,000, 6 ମାସରେ 5,000। ତାହା ଆଜି ଉଦ୍ଘାଟନ କରୁଛନ୍ତି ସେପ୍ଟେମ୍ବର 17 ତାରିଖ। ଆଜି ଆମର এই ମୋହନା ବ୍ଲକରେ ପ୍ରାୟ ସବୁ ପଞ୍ଚାୟତରୁ ଆସିକିରି ଅଛନ୍ତି ମା ମାନେ। ଆଉ ଆମକୁ ଏ ଟଙ୍କା ମିଳିଲେ ଆମେ ଆମର ନିଜର କିଏ ନେଇକି ତ ଛତୁ ଚାଷ କରିବ, କିଏ ନିଜର ଛୋଟ ଦୋକାନ ଟିକେ କରିଥିବ ସେଥିରେ ମିଶେଇବ, କିଏ କୋଉ କାମରେ ନେଇକି ଲଗେଇବ। ଆମେ ମାନେ ବହୁତ ଖୁସି ଅଛୁ। ଆଉ ଆମର ପ୍ରଧାନମନ୍ତ୍ରୀଙ୍କ ଯୋଜନା ପାଇଁ ମଧ୍ୟ ଆମେ ବହୁତ ଖୁସି ଅଛୁ। सरकार कथा देई कथा रखिले केते खुशी अछु। हाँ, सरकार तो कथा देई कथा रखिले आम माने बहुत खुशी अछु। आपन अकाउंट रे आसीला पैसा आसीला नाइ मोर आसीनी, किंतु आसीबो मोर आशा अछि। कारण आज तो 17 तारिख हैला आम माने अप्लाई करिछु। आ जो मानकर टंकारी आसीबा, आ जो मानकर आसीनी से मानकर भी आसीबा, से माने भी आशा रखितांतु टंका निश्चय आसीबो। सुभद्रा योजना भारतीय जनता पार्टी बीजेपी जब शासन को आसी डबल इंजिन सरकार चलती, ये माँ मान को जो सम्मान आ जो अधिकार दवापी जो गोटे श्रद्धा सुमन भाया जो गोटे नारी कल्याण महिला समाज कल्याण माँ मान कल्याण जो योजना करते तार आज मेगा उद्घाटन टाइप अच्छी जोटा प्रधानमंत्री भुवनेश्वर में आसिक इनागुरेसन कर सारा ब्लॉक रे ओडिशा सब ब्लॉक रे सब जिले में धूमधाम पालन कराऊँगी। आती आशा करा माँ मानकर माने जो आग्रह उत्साह ताठू अधिक मात्रा देखा जोटा कि माने ये गोटे शुभ संकेत आगामी दिन प्रथम किस्ती 5,000 आसो। परवर्ती किस्ती जहाँ घोषणा हम धरिक आसो 5 वर्ष भर 50,000 से पाइबे। नमस्कार, मो ना झुनू नायक, कोचाड़ी पंचायत मोहना ब्लॉक। आज सेप्टेम्बर 17 तारिख माननीय प्रधानमंत्री जन्मदिन उपलक्षे आमे माने 39 जीपी रु अनेक माँ 5,000 6,000 माँ यही मोहना ब्लॉक हाईस्कूल पड़िया समस्त माँ माने तांकर जन्मदिन शुभेच्छा जनइबा उपस्थित अछंती। आज सुभद्रा योजना रछि केते खुशी अछंती कोन कहे। हां, आमे माने आगु सुनुथिलु, किंतु आज शुभारंभ होईछि। आमान को माँ मान को खाता को 5,000 लेखा जाउछि, वर्ष को 10,000 टंका एवं 5 वर्ष रे 50,000 टंका ताहा पाइबा को आमे बेसी खुशी अछु। सेही टंका पय आमे कोन से बिजनेस क्षेत्र रे लगेबो एवं आगो को बढ़िया पर चेष्टा करबो। से उद्देश्य रे प्रत्येक 39 जीप रो प्रत्येक माँ माने एठारे उपस्थित अछंती। केते खुशी अछंती आप। अनेक खुशी अछु जेहेतु आमे माने किछि आर्थिक सहायता बढ़ाया पे आगो को बढ़ी पारबो ताहा भाबी समस्ते